ବିବାହ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର, ଜାଣନ୍ତୁ 10 ଗ୍ରାମ ପିଛା କେତେ ରହିଛି ରେଟ୍। ସୁନା କିଣିବାକୁ ଭାବୁଛନ୍ତି କି କିମ୍ବା ଯୋଜନା କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସୁଛି ଖୁସି ଖବର। ମଙ୍ଗଳବାର ଅର୍ଥାତ୍ ଜୁଲାଇ 16 ତାରିଖରେ ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ପାଇଛି। ସେହିପରି ରୂପା ମୂଲ୍ୟ ମଧ୍ୟ ସାମାନ୍ୟ ହ୍ରାସ ପାଇଛି। ଗତ କିଛି ଦିନ ହେବ ଭାରତରେ ସୁନା ଓ ରୂପା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଥିଲା। ସୁନା ଦର, ରୂପା ଦର ଯେମିତି ଆକାଶ ଛୁଆଁ ହୋଇଯାଇଥିଲା। ଏହି ଆକାଶ ଛୁଆଁ ଦରରୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିବାରେ ଲାଗିଛି। ଆଜି ଭାରତରେ 22 କ୍ୟାରେଟ୍ ସୁନା ଗ୍ରାମ ପିଛା 6,749 ଏବଂ 24 କ୍ୟାରେଟ୍ ସୁନା ପାଇଁ 7,363 ଟଙ୍କା ରହିଛି। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ର ସୁନା ଦର 10 ଗ୍ରାମ ପ୍ରତି 73,640 ଟଙ୍କା ହୋଇଥିବା ବେଳେ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 67,500 ଟଙ୍କା ରହିଛି। ଆଜି ରାଜ୍ୟରେ ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର 67,500 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନା ଦର 73,640ରେ ପହଞ୍ଚିଛି। ଏହା ସ୍ୱତନ୍ତ୍ର ଏବଂ ସମଗ୍ର ଦେଶବାସୀଙ୍କ ପାଇଁ ଖୁସି ଖବର। ଯେଉଁମାନେ ସୁନା କିଣିବାକୁ ଚାହୁଁଛନ୍ତି କିମ୍ବା ଆଗାମୀ ଦିନରେ କୌଣସି ଯୋଜନା କରୁଛନ୍ତି, ସେମାନେ ଏବେ ସୁନା କମ୍ ଦରରେ କିଣିପାରିବେ। ଏବେ ବିବାହ ଋତୁ ଚାଲିଛି, ଯାହାଦ୍ୱାରା ଉଭୟ ନବଦମ୍ପତିଙ୍କ ପାଇଁ ପୁଳା ଶହ ଶହ ଗ୍ରାମ ସୁନା କିଣାଯାଏ। ଏହାକୁ ପରିଧାନ କରି ନବଦମ୍ପତି ସୁସଜ୍ଜିତ ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି। ଆଜ୍ଞା ହଁ, ସେହିପରି କେବଳ ଓଡ଼ିଶାରେ ନୁହଁ, ସମଗ୍ର ଦେଶରେ ହ୍ରାସ ପାଇଛି ସୁନା ଦର। ସେହିପରି ନୂଆଦିଲ୍ଲୀରେ 22 କ୍ୟାରେଟ୍ ସୁନା ଦର 67,650 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନାର ଦର 73,790 ଟଙ୍କା ରହିଛି। ମୁମ୍ବାଇରେ 22 କ୍ୟାରେଟ୍ ଓ 24 କ୍ୟାରେଟ୍ ମୂଲ୍ୟ 67,500 ଟଙ୍କା ଓ 73,640 ଟଙ୍କା ରହିଛି। ସେହିପରି ଚେନ୍ନାଇରେ 22 କ୍ୟାରେଟ୍ ମୂଲ୍ୟ 67,850 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 74,020 ଟଙ୍କା ଥିବା ନେଇ ରେକର୍ଡ କରାଯାଇଛି। କୋଲକାତାରେ ଯଥାକ୍ରମେ 65,500 ଟଙ୍କା ଓ 73,640 ଟଙ୍କା ରହିଛି। ସେହିପରି ରୂପା ଦର କେଜି ପ୍ରତି 95,000 ଟଙ୍କା ସେହିପରି ରୂପା ଦର କେଜି ପ୍ରତି 95,200 ଟଙ୍କା ରହିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।